जय जगन्नाथ समस्तଙ୍କୁ सुप्रभात। तो आज क्लास में परसेंटेज क्वेश्चन डिस्कशन करिया भाई माने। तो जेपल कि हमर प्रीवियस क्लास रे हम परसेंटेज किछि बेसिक जिंस माने बेसिक कांसेप्ट को डिस्कशन करथिले। तो तार ऊपर मु आपन मान पय किछि क्वेश्चन नै अछि जहा को आज हम डिस्कशन करिबा। आउ ता सहित मु डिफरेंट डिफरेंट टाइप जो परसेंटेज जो क्वेश्चन अछि ताकू किबे सॉल्व कर जे ता हम देखिबा। ठीक अछि। तो भाई माने आपन मान अनुरोध कि आपन मान आपन फ्रेंड सर्कल रे এবং কোন না ଆପଣ ମାନଙ୍କର ଯେତେ ବି ଷ୍ଟଡି ଗ୍ରୁପ ଅଛି ଯଦି ଆପଣ ମାନେ ଆମକୁ ଟିକେ ବି ହେଲ୍ପ କରିବେ ତ ଆପଣ ମାନଙ୍କୁ ବହୁତ ଉପକାରିତା ହବ ଆଉ ଆମକୁ ମଧ୍ୟ ପଢିବା ପାଇଁ ବହୁତ ମୋଟିଭେଟ ମିଳିବ ଠିକ ଅଛି ତ ଦେଖନ୍ତୁ ଆମେ ଆଜି କ୍ଲାସ ରେ କ୍ୱେଶ୍ଚିନ ସବୁ ଡିସ୍କସନ କରିବା ତ ବିନା ପ୍ରାକ୍ଟିସ ରେ ବିନା ଡିସ୍କସନ ଆପଣ ମାନେ ଜାଣି ପାରିବେନି ଯୋଉ କନସେପ୍ଟ ବା ବେସିକ ଗୁଡିକ ପଢିଆ ଯାଉଛି ତାହା କେଉଁଠି କୋଉଠି ୟୁଜ ହବ ଠିକ ଅଛି ତ ଦେଖନ୍ତୁ ବହୁତ ସହଜ ସହଜ ବେସିକ ବେସିକ କ୍ୱେଶ୍ଚିନ ନେଇଛି এই বেসিক কোশ্চিন আমি ধীরে 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 আডভান্স লেভেল কু ଯିବା ঠিক ଅଛି ତ ଏଇ ବେସିକ ଜିନିଷରେ ଆମେ ଯେମିତି ସବୁ ପ୍ରକାର କ୍ୱେଶ୍ଚିନ ଆମେ ଡିସ୍କସନ କରିବା ତା ଉପରେ ଧ୍ୟାନ ରଖାଯାଇଛି ସମସ୍ତେ କରିବା ପାଇଁ ମଧ୍ୟ ଟ୍ରାଏ କରିବେ ଠିକ ଅଛି ମୁଁ କ୍ୱେଶ୍ଚିନ ବୁଝେଇବି ତା ସହିତ ଆପଣଙ୍କ ସହିତ ସଲ୍ୟୁସନ ମଧ୍ୟ ଡିସ୍କସନ କରିବି କଣ କହିଲା କ୍ୱେଶ୍ଚିନ ଦ ପରସେଣ୍ଟେଜ ଚେଞ୍ଜ ଇନ ନମ୍ବର when it is first decrease by 10% then increase by 10% ସେ ଗୋଟେ ନମ୍ବର ଅଛି ସେ ନମ୍ବରଟା କଣ ହଉଛି ଭାଇ ମାନେ ପ୍ରଥମେ 10% ଡିକ୍ରିଜ ହେଉଛି ତାପରେ 10% କଣ ଇନକ୍ରିଜ ହେଉଛି ମୁଁ ଏଇ ଯୋଉ କ୍ୱେଶ୍ଚିନ କରିବି ଏଇ ଯୋଉ କ୍ୱେଶ୍ଚିନ ଗୁଡା କରିବି ଆପଣମାନଙ୍କ ପାଇଁ ଏ କ୍ୱେଶ୍ଚିନ ଗୁଡିକ କଣ ନା ପୁରା ଡିଫରେଣ୍ଟ ଡିଫରେଣ୍ଟ ଟାଇପର କରିବି ବେସିକ କେମିତି କରିବେ ଆପଣ ମାନଙ୍କୁ ଯୋଉଟା ସହଜ ଲାଗିବ ଆଉ ଯୋଉଟା କମ ସମୟରେ ବାହାରିବ ସେଇଟା ମଧ୍ୟ ଆପଣ ମାନେ ଜାଣିପାରିବେ ଦେଖନ୍ତୁ କଣ କହିଲେ ଗୋଟେ ନମ୍ବର ଅଛି ସେ କଣ କରୁଛି ନା ପ୍ରଥମେ ପ୍ରଥମେ କଣ କରୁଛି ନା ପ୍ରଥମେ କଣ କରୁଛି ନା 10% କଣ ସେଟା ଡିକ୍ରିଜ ହେଉଛି first decrease 10% then increase by 10% ତାପରେ କଣ ନା 10% increase ହେଇଯାଉଛି ତାର ତ ମୁଁ ଦେଖନ୍ତୁ ଗୋଟେ ପ୍ରକାର କରୁଛି ମନେକର ନମ୍ବର ଥିଲା 100 କେତେ ଥିଲା 100 ତାର କଣ ଥିଲା 10% ଡିକ୍ରିଜ ହେଇଯାଉଛି 10% ଡିକ୍ରିଜ ହେଇଯାଉଛି 100 ର 10% କେତେ ହେଇଯିବ ଆପଣ ମାନେ କହିବେ 10 100 ର 10% କେତେ ଆପଣ ମାନେ କହିବେ 10 ତାର ତ ବର୍ତ୍ତମାନ ସେ ନମ୍ବରଟା କେତେ ହେଇଯାଉଛି 90 ହେଇଯାଉଛି ବୁଝିଗଲା କେତେ ହେଉଛି 90 ହେଇଯାଉଛି ପୁଣି କଣ ହେଲା ନା यार 10% इंक्रीजिंग କରି ଯାଉଛି यार କେତେ କହେ ପୁଣି ତ ଏଇ ନମ୍ବରଟା କଣ ନା 10% इंक्रीज କରି ଯାଉଛି କେତେ 10% इंक्रीज କରି ତାହେଲେ 90 ରେ ଯଦି ମୁଁ 10% କାଢିବି ତାହେଲେ ମୋର କେତେ ବାହାରିବ ନା 9 ବାହାରିବ କେତେ ନା 9 ବାହାରିବ ତାହେଲେ 90 ପ୍ଲସ 9 କେତେ ହେଇଯିବ 99 ହେଇଯିବ ତ ଭାଇ ମାନେ ଦେଖିଲେ ଏଠି ଥିଲା 100 ଏଠି କେତେ ହେଇଗଲା 99 ହେଇଗଲା ତ ଦେଖିଲେ ଭାଇ ମାନେ କେତେ କମିଲା ନା 1 କମିଲା କେତେ କମିଲା 1 କମିଲା କେତେରେ ନା 100 ରେ ତାହେଲେ 100 ରେ କେବଳ କେତେ ପରସେଣ୍ଟ ଡିକ୍ରିଜ ତାହେଲେ ଡିକ୍ରିଜ ହେଲା ଇନକ୍ରିଜ ହେଲା ତାହେଲେ ଆପଣ ମାନେ କହିବେ 1% କଣ ହଉଛି ନେଗେଟିଭ ତ କମିଲା ତାହେଲେ କଣ ହଉଛି ନେଗେଟିଭ ମାନେ କଣ ଡିକ୍ରିଜ ହଉଛି ତାହେଲେ କଣ ହବ 1% ଡିକ୍ରିଜ ବୁଝିପାରିଲେ କଣ ହବ 1% ଡିକ୍ରିଜ ଇଏ ତ ଥିଲା କଣ ଆପଣଙ୍କର ନା ବେସିକ ମେଥଡ ଥିଲା ଇଏ ଥିଲା ବେସିକ ମେଥଡ ଏଇଭଳି ଭାବେ ଆପଣ କରିପାରିବେ ବୁଝିପାରିଲେ ତା ବ୍ୟତୀତ ଆପଣ ମାନେ କଣ କରିବେ ଡାଇରେକ୍ଟ ଫର୍ମୁଲା ମଧ୍ୟ ପକେଇବେ କଣ କରିପାରିବେ ନା ଫର୍ମୁଲା ମଧ୍ୟ ପକେଇବେ ବୁଝିପାରିଲେ ଡାଇରେକ୍ଟ ଫର୍ମୁଲା ମଧ୍ୟ ପକେଇବେ ତାହେଲେ ମୁଁ ଗୋଟେ କନସେପ୍ଟ ଏଠି ଆପଣମାନଙ୍କୁ କହୁଛି ଭାଇ ମାନେ ଯେତେବେଳେ ଗୋଟେ ଜିନିଷଟେ x% ଇନକ୍ରିଜିଂ ହବ ଡିକ୍ରିଜିଂ ହବ ତାପରେ ଡିକ୍ରିଜିଂ ହବ କିମ୍ବା ଡିକ୍ରିଜ ହବ ଇନକ୍ରିଜ ହବ ତା ଅର୍ଥ ଭାଇ ମାନେ ଦେଖନ୍ତୁ ମୁଁ କହୁଛି ଗୋଟେ କନସେପ୍ଟ ଯେତେବେଳେ ଗୋଟେ ଜିନିଷ କଣ ହବ ନା x% ଇନକ୍ରିଜିଂ ହବ ତାପରେ କଣ ହବ ନା ତାପରେ କଣ ହବ x% ଡିକ୍ରିଜିଂ ହବ ବୁଝିପାରିଲେ x% ଇନକ୍ରିଜ ହବ ଡିକ୍ରିଜ ହବ କିମ୍ବା ପ୍ରଥମେ ଇନକ୍ରିଜ ହବ ଡିକ୍ରିଜ ହବ ତାହେଲେ ମୁଁ ଯଦି କହିବି ଓଭରଅଲ ତାହେଲେ କଣ କହିବି ନେଟ ଯଦି କହିବି ନେଟ କେତେ ଇନକ୍ରିଜ କିମ୍ବା ଡିକ୍ରିଜ ହେଲା ତାହେଲେ କଣ କହିବି ମାନେ ମାଇନସ x ସ୍କୋୟାର ବାଇ 100 କଣ କହିବି ମାଇନସ x ସ୍କୋୟାର ବାଇ 100 ପରସେଣ୍ଟେଜ କଣ ହବ ନା ଡିକ୍ରିଜ ହବ ବୁଝିପାରିଲେ ମାନେ x ସ୍କୋୟାର ବାଇ 100 କଣ ହବ ନା ଡିକ୍ରିଜ ହବ ତ ଦେଖନ୍ତୁ ଏଇଟା କଣ ପାଇଁ ହବ ଯଦି ଆପଣ ମାନେ ଫର୍ମୁଲା ଜାଣିଥିବେ ମୁଁ କଣ କହିଥିଲି ଶକ୍ତିଶାଳୀ ଫର୍ମୁଲା କଣ x ପ୍ଲସ y x प्लस और माइनस x प्लस और माइनस y प्लस और माइनस x इनटू प्लस और माइनस कोन y डिवाइडेड बाय कोन 100 बुझिबल बुझिगला ना बुझिगला तो देखंतु एठी x केते ना मन करो 1% इंक्रीजिंग हैला x केते 10 पुनी को होची ना y कोन से डिक्रीजिंग होची गोटे थरा बढ़िला गोटे थरा कमिला ताले कहि परिबी गोटे थरा बढ़िला गोटे थरा कमिला ताले गोटे थरा 10 माइनस 10 माइनस कोन ना प्लस माइनस माइनस ହେଇଯିବ
10 ଗୁଣନ 10 ଭାଇ 100 ଦେଖିଲେ ଭାଇ ମାନେ 10 10 କଟିଗଲା ଏଟା କେତେ ହେଲା ନା ମାଇନସ 100 ଭାଇ କେତେ 100 ତାହେଲେ କେତେ ହେଲା ନା -1 ତାହେଲେ କଣ ହେଲା -1% କଣ ହେଲା ନେଟ ଓଭରଅଲ ହେଲା ତା ଅର୍ଥ କହିପାରି -1 ମାନେ କଣ ସବୁବେଳେ ଡିକ୍ରିଜ ହବ ଯେହେତୁ ଏଠାରେ ଆପଣଙ୍କର ଯୋଉ ଫର୍ମୁଲା ଦେଖିଲେ ଏଠି x ପ୍ଲସ y xy ବାଇ 100 ଯୋଉ ଦେଖିଲେ xy ବାଇ 100 ଯୋଉ ଦେଖିଲେ ଏଠି କଣ ହଉଛି ନା ଏଠି x y ଟା କଣ ଆପଣଙ୍କର ନା -x ଗୋଟେ ଥର ବଢିଲା ଗୋଟେ ଥର କମିଲା ତାହେଲେ ଦେଖିଲେ ଭାଇ ମାନେ ଏଠି x ରହିଗଲା -x ରହିଗଲା ପ୍ଲସ ଅର ମାଇନସ କଣ ଯିବ ପ୍ଲସ ଅର ମାଇନସ ଗୁଣିଲେ କଣ x ସ୍କ୍ୱାର ବାଇ କେତେ 100 y ଜାଗାରେ ଯଦି -x ପକେଇ ତାହେଲେ କେତେ ହେଇଯିବ ଏଟା କଟିଗଲା ତାହେଲେ ଓଭରଅଲ କେତେ ହେଲା -x ସ୍କ୍ୱାର ବାଇ 100 ବୁଝିପାରିଲେ ଯେତେବେଳେ ଗୋଟେ ଆମାଉଣ୍ଟ ର ବଢିବ ଆଉ ସେଇ ଆମାଉଣ୍ଟ ର କମିବ ତାହେଲେ ମତେ କୁହନ୍ତୁ ନେଟ ତାହେଲେ ଓଭରଅଲ ନେଟ ଚେଞ୍ଜ କଣ ହବ ନେଟ ଚେଞ୍ଜ ହବ -x ସ୍କ୍ୱାର ବାଇ 100 या अर्थ ମୁଁ କହିପାରିବି ସେ x ସ୍କ୍ୱାର ବାଇ 100 କଣ ହବ ସବୁବେଳେ ଡିକ୍ରିଜ ହବ ବୁଝିପାରିଲେ x ସ୍କ୍ୱାର ବାଇ 100 କଣ ହବ ଡିକ୍ରିଜ ହବ ତ ଯେତେବେଳେ ଏମିତି କ୍ୱେଶ୍ଚିନ୍ ଦେଇଥିବ ତ ଆପଣ ମାନେ କଣ କରିବେ ତାହେଲେ ଆପଣ ମାନେ କଣ କରିବେ ଦେଖो ଯେତିକି ବଢିଛି ସେତିକି କମିଛି ତାହେଲେ ଆପଣ ମାନେ କଣ କହିପାରିବେ ନା x ସ୍କ୍ୱାର ବାଇ 100 x ଏଠି କେତେ ନା 10 ତାହେଲେ ଓଭରଅଲ କେତେ ହବ ନା ଓଭରଅଲ ହବ x ସ୍କ୍ୱାର ବାଇ 100 नेट केते x स्क्वायर बाय से कम कमिबो ताले 100 10 स्क्वायर 100 भाई केते 100 केते हो ना 1 1 सबले कम नेगेटिव मान कम हो सब बळे कम बुझि पाले सब बळे कम हो ना कम एटा तला हमरा बेस जति मु आउ गोटे मेथड रे कहबे देखंतु भाई आउ गोटे मेथड रे मते कहबे देखंतु मु कहबी 10% ର फ्रैक्शन वैल्यू केते ना 10% ର फ्रैक्शन वैल्यू होची केते ना 1 बाय 10 केते 1 बाय 10 प्रथमे कौन थिला ना प्रथमे 10 थिला तापरे कौन हला ना 9 हेला केते हला 9 हेला प्रथमे कम मिला तो देखो 10 थिला तो स्केलिंग फैक्टर केते जो ना 10 थिला 9 हेगला 10 रे हेके कमी गला पुणी तर कोन ना 10% बढ़ुची पुणी तर कोन 10% बढ़ुची तले 1 बाय 9 सॉरी 1 बाय केते 1 बाय केते ना 10 तो मु कभी सेही 10 टा पुणी तर बढ़ी केते जाउची 11 हे जाउची तार 10 गुणन 10 100 ये कौन 11 नुआ 19 ତାହେଲେ ମୁଁ କହିପାରିବି 100 ଟା କଣ ହେଲା 19 ହେଇଗଲା କେତେ କମିଗଲା 1 କମିଲା କେତେ ରେ 100 ରୁ 19 କେତେ 100 ଥିଲା 19 ହେଇଗଲା କେତେ ପରସେଣ୍ଟ କମିଲା ତାହେଲେ 1 ବାଇ 100 ଆପଣଙ୍କର କଣ ହେଇଯିବ 1% ଡିକ୍ରିଜ ହେଇଯିବ ବୁଝିପାରିଲେ କଣ ହେଇଯିବ 1% ଡିକ୍ରିଜ ହେଇଯିବ ଏହା ଥିଲା ଆପଣଙ୍କ ତିନୋଟି ମେଥଡ ଏଇ ମେଥଡ ରୁ ମତେ ଲାଗୁଛି x ସ୍କ୍ୱାର ଯେତେବେଳେ ସେମ୍ ଆମାଉଣ୍ଟ ଦେଇଥିବ ଯେତେବେଳେ ଆପଣ ଜାଣିଥିବେ ତାହେଲେ ଏଇ ଭଳି ଭାବେ କରିବେ এই ଭଳି ଭାବେ କଲେ କଣ ହବ ନା ଆପଣଙ୍କୁ ବହୁତ କମ ସମୟ ଲାଗିବ କଣ x ସ୍କ୍ୱାର ବାଇ 100 ସବୁବେଳେ ଡିକ୍ରିଜ ହବ ଠିକ ଅଛି ନେକ୍ସଟ କ୍ୱେଶ୍ଚନ ଯିବା ଏଇଟା ମଧ୍ୟ ଗୋଟେ ବହୁତ ସିମ୍ପଲ କ୍ୱେଶ୍ଚନ ଟା ଭାଇ क्वेश्चन रही है एग्जाम में प्रीवियस क्लास में सिंपल क्वेश्चन था भाई माने सैलरी ऑफ मनोज 40% लेस देन द सुभाष तू कहबी मनोज जण अछि कोन अछि जण अछि मनोज अछि जण अछि मनोज अछि जण सुभाष अछि कोन कहै सैलरी ऑफ मनोज इज 40% लेस देन द सुभाष ठीक अछि 40% कम कार ना मनोज ର सैलरी सुभाष ର सैलरी ର 40% कम then how much percentage is the salary of Subhas more than that of Manoj ତାହେଲେ କହୁଛି ଯଦି ମନୋଜର ସାଲେରୀ ସୁଭାଷ ସାଲେରୀ ଠାରୁ କଣ 40% କମ ହୁଏ ତାହେଲେ ସୁଭାଷ ସାଲେରୀ ମନୋଜ ସାଲେରୀ ଠାରୁ କେତେ ଅଛି ତ ଭାଇ ମାନେ ମୁଁ ଆପଣଙ୍କୁ କହିଥିଲି ଏଇଭଳି କ୍ୱେଶ୍ଚିନ୍ କେମିତି କରିବେ 40% ଯଦି ମୁଁ ଫ୍ରାକ୍ସନ ଭ୍ୟାଲୁ କାଢିବି କେତେ ହେଇଯିବ ନା 2/5 କଣ କହିବି 2/5 ତାହେଲେ କଣ ହେଇଛି ନା ଏଇ ତ ସାଲେରୀ ଅଫ ମନୋଜ ଇଜ 40% ଲେସ୍ ଦ୍ୟାନ ଦ୍ୟାଟ ଅଫ ସୁଭାଷ ତାହେଲେ କହିପାରିବି ସୁଭାଷ ଯଦି 5 ହୁଏ ତାହେଲେ ମନୋଜର କେତେ ହବ ତାଠୁ 2 କମ କେତେ ହବ 3 କମ ହବ ବୁଝିପାରିଲେ କେତେ କମ ହବ 3 କମ ହବ ସେ କହିଛି ତାହେଲେ ସୁଭାଷ ମନୋଜର କେତେ ଅଧିକ ତାହେଲେ ସୁଭାଷ ହେଇଗଲା ମନୋଜ ହେଲା 3 ସୁଭାଷ ହେଲା 5 ତାହେଲେ ସୁଭାଷ ମନୋଜର କେତେ ଅଧିକ ନା 2 ଅଧିକ 2 ଅଧିକ ହେଲେ କେତେ ପରସେଣ୍ଟ ହେଇଯିବ 2/3 କେତେ ହେଇଯିବ ଆପଣଙ୍କୁ କହିଥିଲି କଣ 66 ପୂର୍ଣ୍ଣ 2/3% କାରଣ 1/3 ହଉଛି ଆପଣଙ୍କର କେତେ 33 ପୂର୍ଣ୍ଣ 1/3% ବୁଝିପାରିଲେ ଅପସନ ନମ୍ବର 3 ହେଲା କରେକ୍ଟ ବହୁତ ସହଜ କ୍ୱେଶ୍ଚିନ୍ ଭାଇ ମାନେ ଏଥିପାଇଁ ଆପଣଙ୍କୁ କହିଥିଲେ ଫ୍ରାକ୍ସନ ରୁ ପରସେଣ୍ଟେଜ ଆଉ ପରସେଣ୍ଟେଜ ରୁ ଫ୍ରାକ୍ସନ କାଢିବା ସମସ୍ତେ ଶିଖିବା ଦରକାର ନେକ୍ସଟ କ୍ୱେଶ୍ଚିନ୍ ଯିବା ଏଇଟା ମଧ୍ୟ ବହୁତ ସହଜ କ୍ୱେଶ୍ଚିନ୍ ଟେ
এই क्वेश्चन ऊपर बहुत गुडी कॉन्सेप्ट अछि भाई माने यार ऊपर मु बहुत गुडी कॉन्सेप्ट क्वेश्चन मध्ये करबी बेस्ट हवार किछ नै जेतेबेले सैलरी इंक्रीजिंग किबा कहबी आज आज क्लास में कहबी एबे ही कहबी आपन देखो से कहला ए पर्सन हु स्पेंड केते 66.2/3% ऑफ हिज इनकम इज एबल टू सेव केते 1200 पर मंथ हिज मंथली एक्सपेंस केते से कौन कहला भाई माने गोटे लोक अछि से कौन करे ना 66.2/3% कौन करे ना तार खर्च करे बुझी पाले जेतिक टका से इनकम करे से 66.2/3% कौन खर्च करे से कहला जल्दी से मासु को 1200 टका लखा कौन करछि ना सेव करूछि हिज मंथली एक्सपेंस केते तार मासु तार खर्च केते तो भाई माने आपण मान जानछन्ती मु जेतिक टका इनकम करी कौन करबी आपण मान जानछन्ती जेतिक टका इनकम करबी ସେଥିରୁ କଣ କରିବି କିଛି ଖର୍ଚ୍ଚ କରିବି ଖର୍ଚ୍ଚ ମାନେ ଏକ୍ସପେଣ୍ଡିଚର କରିବି କିଛି ଏକ୍ସପେଣ୍ଡିଚର କିଛି କରିବି ବୁଝିପାରିଲେ କିଛି ଖର୍ଚ୍ଚ କରିବି ଖର୍ଚ୍ଚ କଲା ପରେ କଣ କରିବି କିଛି ସେଭିଂ କରିବି କଣ କରିବି କିଛି ସେଭିଂ କରିବି ବୁଝିପାରିଲେ କଣ କରିବି କିଛି ସେଭିଂ କରିବି ସେ କଣ କହିଛି ନା 66.2/3% ସେ କଣ କରୁଛି ନା ନା କଣ କରୁଛି ନା ସିଏ ଖର୍ଚ୍ଚ କରୁଛି ତାର ତ ମୁଁ ଏମିତି କହିପାରିବି ଏମିତି ମଧ୍ୟ କହିପାରିବି ତ ଦେଖନ୍ତୁ ବେସିକ ଯଦି ଆପଣ କହିବେ କଣ ନା ମୁଁ ଟୋଟାଲ ନେବି 100 100 ରୁ 66.2/3% ସେ କଣ କରୁଛି ଆପଣଙ୍କର ଖର୍ଚ୍ଚ କରୁଛି ବୁଝିପାରିଲେ ତାହେଲେ ସେଭିଂ କେତେ କରୁଛି 33.1/3% ସେଭିଂ କରୁଛି ଟୋଟାଲ ଯଦି 100 ହେଲା 100 ରେ ଏତିକି ପରସେଣ୍ଟ ମାନେ 600 ଏତିକି ହେଲା ତାହେଲେ ୟାର ମୂଲ୍ୟ ଦେଇଛି ଆପଣଙ୍କର ଏତିକି ମୂଲ୍ୟ କାଢିଛି ଆପଣ ଏମିତି ନ କରିକି ଆପଣ ମାନେ କେମିତି କରିବେ ଦେଖନ୍ତୁ ମୁଁ କହୁଛି ତାହେଲେ ଆପଣ ମାନେ ଜାଣିଛନ୍ତି 66.2/3% ର ଫ୍ରାକ୍ସନ ଭ୍ୟାଲୁ କେତେ ନା 2/3 या अर्थ तो ମୁଁ କହିପାରିବି ଯଦି ସେ 3 ଟଙ୍କା ରୋଜଗାର କରେ 2 ଟଙ୍କା କରେ ଖର୍ଚ୍ଚ କରେ या अर्थ ମୁଁ କହିପାରେ 3 ଟଙ୍କା ଯଦି ରୋଜଗାର କରେ 3 ଟଙ୍କା ଯଦି ରୋଜଗାର କରେ 3 ର 2/3 ହେବା କେତେ ହବ 2 ଟଙ୍କା ସେ କଣ କରେ ଖର୍ଚ୍ଚ କରେ 2 ଟଙ୍କା ଖର୍ଚ୍ଚ କରେ ସେଭିଂ କେତେ ଟଙ୍କା କରିବ ନା ସେଭିଂ କରିବ ଟଙ୍କା ବୁଝିପାରିଲେ ଯେତେବେଳେ ଏମିତି ହେଇଯିବ ଆପଣ ମାନେ କଣ କରିବେ ତା ଫ୍ରାକ୍ସନ କାଢିଦେବେ ତଳଟା ଯୋଉ ହରଟା ଆପଣଙ୍କର ହେଇଯିବ କଣ ନା ଟୋଟାଲ ଇନକମ ଆଉ ଏଇଟା ହେଇଯିବ କଣ ତାର ନା ଯାହା ଖର୍ଚ୍ଚ ହେଇଥିବ ଖର୍ଚ୍ଚ ହେଇଯିବ ଏମିତି ହେଇଯିବ ତା ଅର୍ଥ ମୁଁ କହିବି 3 ଭାଗ ସେ କଲା ଇନକମ କଲା 2 ଭାଗ କଲା ଖର୍ଚ୍ଚ ଭାଗ କଲା କଣ ସେଭିଂ ତାହେଲେ କଣ କରିଛି ନା ସେଭିଂ କରିଛି କେତେ 1200 ଟଙ୍କା ତାହେଲେ ଗୋଟେ ଭାଗର ମୂଲ୍ୟ ଯଦି 1200 ଟଙ୍କା ଗୋଟେ ଭାଗର ମୂଲ୍ୟ 1200 ଟଙ୍କା କ୍ୱେଶ୍ଚିନ୍ ପଚାରୁଛି ସେ ଖର୍ଚ୍ଚ କେତେ ତାହେଲେ 2 ଭାଗ ଖର୍ଚ୍ଚ କରୁଛି ତାହେଲେ 2 ଭାଗର ମୂଲ୍ୟ କେତେ ହବ ନା 2400 ଟଙ୍କା କେତେ ହବ ନା 2400 ଟଙ୍କା ବୁଝିପାରିଲେ କେତେ ହବ ନା 2400 ଟଙ୍କା ହେଇଯିବ এইভাবে ভাবে আপনার মানে কোশ্চেনটা সলভ করবে নেক্সট কোশ্চেন ଯିବା ଦେଖନ୍ତୁ এই କନସେପ୍ଟ ଆପଣଙ୍କୁ କାଲି କହିଥିଲି ଯେତେବେଳେ ଆପଣଙ୍କୁ କହିଥିଲି ଏ ଯୋଉ କହିଥିଲେ a into b ଯଦି c ହୁଏ ସେଇ କନସେପ୍ଟ ଉପରେ এই କୋଶ୍ଚିନ୍ କହିଛି କଣ କହିଛି ଦ ପ୍ରାଇସ୍ ଅଫ ସୁଗାର rises କେତେ by 20% by how much percentage should be should be consumption of the sugar be reduced so that expenditure does not change ସେ କହିଲା କଣ ଭାଇ ମାନେ ସେ କହିଲା ଯଦି ଚିନିର ଦାମ 20% ବଢିଗଲା ଚିନିର ଦାମ କଣ ନା 20% ବଢିଗଲା ତାହେଲେ ସେ ତାର ଯୋଉ କନଜମ୍ପସନ ମାନେ କଣ ଯୋଉ ଖାଉଛି ଯୋଉ ସେ ଖାଇବା କେତେ କମେଇଲେ ତାର କଣ ହବ ନା ତାର ଏକ୍ସପେଣ୍ଡିଚର ସମାନ ରହିବ ମାନେ ଆଗରୁ ଯେତିକି ଟଙ୍କା ଖର୍ଚ୍ଚ ହଉଥିଲା ଏବେ ସେତିକି ଟଙ୍କା ଖର୍ଚ୍ଚ ମୁଁ ଆପଣ ମାନଙ୍କୁ କହିଥିଲି କଣ କହିଥିଲି ଭାଇ ମାନେ ଏକ୍ସପେଣ୍ଡିଚର ଇଜ ଇକ୍ୱାଲ କଣ କହିଥିଲି ନା ପ୍ରାଇସ୍ ଇନଟୁ କ୍ୱାଣ୍ଟିଟି ବା କନଜମ୍ପସନ ମୁଁ କହିବି ଦେଖନ୍ତୁ ମନେକର ମୁଁ କଣ କରୁଛି ନା 5 ଚିନି କେଜି 5 ଟଙ୍କା ମୁଁ ମାସକୁ 3 କେଜି ଚିନି ଖାଉଛି 3 କେଜି ତାର ମୋ ଖର୍ଚ୍ଚ କେତେ ଟଙ୍କା ହେଲା 15 ଟଙ୍କା ହେଲା ବୁଝିପାରିଲେ 5 କେଜି ଚିନିର ଦାମ ହଉଛି 5 କେଜି ପ୍ରାଇସ୍ ଏଇଟା ଏତିକି କ୍ୱାଣ୍ଟିଟି ବା କନଜମ୍ପସନ ମୁଁ ଏତିକି ଖାଉଛି ଏତିକି ଟଙ୍କା କଣ ହେଲା ନା ତାର ମାନେ କଣ ଖର୍ଚ୍ଚ ହେଇଗଲା ତା ଅର୍ଥ ମୁଁ କଣ କହିଲି ଏକ୍ସପେଣ୍ଡିଚର ହେଇଗଲା ଏତିକି ପ୍ରାଇସ୍ ହେଇଗଲା ଏତିକି କନଜମ୍ପସନ ହେଇଗଲା ଏତିକି ବୁଝିପାରିଲେ ମୁଁ ଆପଣଙ୍କୁ କହିଥିଲି a into b is equal to ଯେତେବେଳେ c ହବ ସେ କଣ କରୁଛ c ରେ ତ କିଛି ଚେଞ୍ଜ ହବ ଦେଖିଲେ ସୋ ଦ୍ୟାଟ ଏକ୍ସପେଣ୍ଡିଚର ଡଜ ନଟ୍ ଚେଞ୍ଜ ମାନେ ଏକ୍ସପେଣ୍ଡିଚର ଯାହା ଥିଲା ଆଗରୁ ଏବେ ସେ ହବ କିନ୍ତୁ କଣ ହେଇଛି ଭାଇ ମାନେ ସୁଗାର ପ୍ରାଇସ୍ ବଢି ଯାଇଛି ପଇସା ଦାମ ବଢି ଯାଇଛି ତେଣୁ କଣ କଲେ ମୋର ଏକ୍ସପେଣ୍ଡିଚର ମାନେ ଖର୍ଚ୍ଚ ଆଗରୁ ଏତିକି ତାହେଲେ ମୋ ଖାଇବା କମେଇଲେ ତାହେଲେ ଦେଖନ୍ତୁ ଭାଇ ମାନେ ସେ କହୁଛି ସୁଗାର ପ୍ରାଇସ୍ କେତେ ବଢି ଯାଇଛି ନା 20% ବଢି ଯାଇଛି 20% ଫ୍ରାକ୍ସନ କେତେ 1/5 ତାହେଲେ ଆଗରୁ ଯଦି ପ୍ରାଇସ୍ ଥିଲା କେତେ ଥିଲା 5 ଟଙ୍କା ଥିଲା କେତେ
5 ରୁ 6 ହେଇଯାଇଛି। ମୁଁ ଆପଣଙ୍କୁ କହିଥିଲି ଯେତେବେଳେ ସି ଚେଞ୍ଜ ନ ହବ ଏଇଟା ଯୋଉ ରେସିଓରେ ଚେଞ୍ଜ ହଉଥିବ ବିଟା ତାର ଅପୋଜିଟ ରେସିଓରେ ଚେଞ୍ଜ ହଉଥିବ। ଏଇଟା ଯଦି x ଟା y ହଉଥିବ ତାହେଲେ b ଟା କଣ ହଉଥିବ y ଟା x ହଉଥିବ। ବୁଝିପାରିଲେ? ତାହେଲେ ପ୍ରାଇସ୍ ଯଦି 5 ଟଙ୍କା 6 ଟଙ୍କା ହେଲା ମୁଁ କହିଲେ କନଜମ୍ପସନ ମୋର ଯେତିକି ହଉଥିବ ଆଗରୁ ଯଦି ମୁଁ 6 ଖାଉଥିଲି ତାହେଲେ ବର୍ତ୍ତମାନ କେତେ ଖାଇବି 5 ଖାଇବି। ତାହେଲେ ଦେଖିଲେ ଭାଇ ମାନେ 6 ଖାଇବା ବଦଳରେ ମୁଁ 5 ଖାଇବି। ତାହେଲେ ମୋର ଦେଖିଲେ କେତେ ପରସେଣ୍ଟ ଚେଞ୍ଜ କଲି ତାହେଲେ ଟଙ୍କାଟେ ଚେଞ୍ଜ କଲି 6 ଟା ଟଙ୍କା 1 ଚେଞ୍ଜ କଲି ତାହେଲେ 1/6 ଏଇଟା ହେଲା କଣ ମୋର କମିଲା। ତ 6 ଥିଲା 1 ରୁ 5 ହେଲା କମିଲା ତାହେଲେ କେତେ ପରସେଣ୍ଟ ଚେଞ୍ଜ ହେଲା 1/6 ଆପଣ କେତେ ହେଇଯିବ 16.2/3% ବା କଣ 16 ପୂର୍ଣ୍ଣ 66%। ବୁଝିପାରିଲେ କେତେ ହେଇଥିବ 16 ପୂର୍ଣ୍ଣ 2/3। ବହୁତ ସହଜ କନସେପ୍ଟ ଭାଇ ମାନେ ଆପଣ ମାନଙ୍କୁ ବୁଝାଇଥିଲି ବହୁତ ସହଜ ଜିନିଷ ବୁଝିପାରିଲେ। ବୁଝିପାରିଲେ ଏଇ କନସେପ୍ଟ ଆପଣଙ୍କୁ ବୁଝାଇଥିଲି ଯୋଉମାନେ ପ୍ରିଭିୟସ କ୍ଲାସ ନ ଦେଖିଛନ୍ତି ସେମାନେ ଯାଇ ଦେଖିପାରିବେ। a into b ଯେତେବେଳେ c ହବ ସେତେବେଳେ ଏଇଭଳି ଭାବେ କରିବେ। ଠିକ ହେଲା ନେକ୍ସଟ କ୍ୱେଶ୍ଚନ ଯିବା। ସେଇଭଳି ଗୋଟେ କ୍ୱେଶ୍ଚନ ଆସିଲା सेम क्वेश्चन भाई मैंने सेम क्वेश्चन सेम टाइप ऑफ क्वेश्चन सेम क्वेश्चन है सेम वैल्यू दे दीजिए। देखो तो कौन दीजिए ना ये the price of a rice is raised by 25%. The percent by whose household must be reduced its consumption so that is increasing the expenditure rice ସେତିକି ଦେଖ ସେ କଣ ଦେଇଛି କ୍ୱେଶ୍ଚିନ୍ ଟା ଇଫ୍ ଦ ରାଇସ୍ ପ୍ରାଇସ୍ ଅଫ ରାଇସ୍ ତ ଚାଉଳର ଦାମ କଣ ହଉଛି ନା 25% ବଢି ଯାଉଛି କଣ ହଉଛି ନା 25% ବଢି ଯାଉଛି ତ ଯାହା ଦ୍ୱାରା ତ କଣ ହବ ଦ ପରସେଣ୍ଟ ବାଇ ହଉଛି ହାଉସ ହୋଲ୍ଡ ମଷ୍ଟ ରିଡ୍ୟୁସ ତ ସେ ଖାଇବା କେତେ କନଜମ୍ପସନ ସେ କହିଲା କନଜମ୍ପସନ କେତେ କମେଇଲେ ସେ ଆଗରୁ ଯେତିକି ଟଙ୍କା ଖର୍ଚ୍ଚ ହଉଥିଲା ଏବେ ମଧ୍ୟ ସେତିକି ଟଙ୍କା ଖର୍ଚ୍ଚ ବୁଝିପାରିଲେ ସେ କହିଲା ଗୋଟେ ଲୋକଟେ ଚାଉଳ ସେ କଣ କଲା ନା ଭାଇ ମାନେ ତା ଚାଉଳର ରେଟ୍ ବଢିଗଲା କେତେ ବଢିଗଲା ନା 25% ବଢିଗଲା ବୁଝିପାରିଲେ କଣ ହେଲା ନା 25% ବଢିଗଲା ସେ ତାହେଲେ କହିଛି ତାହେଲେ କେତେ ପରସେଣ୍ଟ କଣ ହବ କହିଲେ ତାର କେତେ ପରସେଣ୍ଟ ତାର କମେଇଲେ କଣ ଖାଦ୍ୟ ଖାଇବା କମେଇଲେ ତାହେଲେ ସେ କଣ ହବ ନା ଆଗରୁ ଯେତିକି ଟଙ୍କା ଖର୍ଚ୍ଚ ହଉଥିଲା ଏବେ ମଧ୍ୟ ସେତିକି ଟଙ୍କା ଖର୍ଚ୍ଚ ହବ ତାହେଲେ ଆପଣ ମାନେ ଜାଣିଛନ୍ତି 25% ର ଫ୍ରାକ୍ସନ ଭ୍ୟାଲୁ କେତେ 1/4 1/4 या तो तेई बड़ी जिनिस a into b जोड़ c e is equal expenditure is equal କଣ price into consumption ତାହେଲେ କଣ ହେଇଛି ପ୍ରାଇସ୍ କଣ ହେଇଛି ନା 25% ବଢି ଯାଇଛି ତାହେଲେ 4 ଥିଲା 4 ରେ 1 ବଢିଗଲା ମୁଁ କାଲି ଆପଣଙ୍କୁ ଶିଖେଇଥିଲି ସେଦିନ ପୂର୍ବ କ୍ଲାସ ଶିଖେଇଥିଲି ବଢିଲା 4 ଥିଲା 1 ବଢିଗଲା କେତେ ହେଲା 5 ହେଇଗଲା ତାହେଲେ ମୁଁ କଣ କହିବି ଦେଖ ଏକ୍ସପେଣ୍ଡିଚର ଚେଞ୍ଜ ହବ ତାର କନଜମ୍ପସନ କଣ ହବ ଯୋଉ ଅନୁପାତରେ ଇଏ ଚେଞ୍ଜ ହେଇଥିବ ସେଇ ଅନୁପାତରେ କଣ ହବ ନା କନଜମ୍ପସନ ଚେଞ୍ଜ ହବ 5 ଥିଲେ ତାର କଣ ହେଇଯିବ 4 ହେଇଯିବ ତାହେଲେ 5 ରେ 4 କେତେ କମିଲା 1 କମିଗଲା 5 ରେ 1 କମିଗଲା ତାହେଲେ କେତେ ପରସେଣ୍ଟ କମିଗଲା 1/5 କେତେ ହେଇଯିବ ମୋର 20% ହେଇଯିବ 20% ବୁଝିପାରିଲେ ଭାଇ ମାନେ ବହୁତ ସହଜ ଜିନିଷ ବହୁତ ସହଜ ଜିନିଷ ବୁଝିପାରିଲେ ନା ବୁଝିପାରିଲେ ବୁଝିଗଲା ସମସ୍ତଙ୍କୁ କ୍ଲିୟର ସମସ୍ତେ ଭାଇ ମାନେ ନେକ୍ସଟ କ୍ୱେଶ୍ଚନ ଯିବା ଆଜି ଆମେ ମୁଁ ଆଜି 15 16ଟା କ୍ୱେଶ୍ଚନ ନେଇଛି ତାକୁ ସବୁ ଡିସ୍କସନ କରିବା ତାପରେ କିଛି କନସେପ୍ଟ ପଢିବା ଠିକ ଅଛି ସମସ୍ତେ ଧ୍ୟାନ ସହିତ ଦେଖୁଥିବେ Only the price of a commodity has increasing by 60%. What percent must be a consumer reduced to consumption of the commodity as not to increasing the expenditure? ସେଇଭଳି କ୍ୱେଶ୍ଚିନ୍ ଟା ଭାଇ ମାନେ ସେ କହିଲେ ଯଦି ଗୋଟେ ଜିନିଷ ଯେକୌଣସି ଗୋଟେ ଜିନିଷ ସେ ଯାହା ୟୁଜ କରୁଛି ତାର କଣ ହେଲା ନା 60% ତା ପ୍ରାଇସ୍ ବଢିଗଲା କଣ ହେଲା ନା 60% ବଢିଗଲା ତେବେ ତାର ଏକ୍ସପେଣ୍ଡିଚର ଯଦି ଚେଞ୍ଜ ନ କରିବ ମାନେ ଆଗରୁ ଯେତିକି ଟଙ୍କା ଖର୍ଚ୍ଚ ହଉଥିଲା ଏବେ ମଧ୍ୟ ଯଦି ସେତିକି ଟଙ୍କା ଖର୍ଚ୍ଚ ହବ ତାହେଲେ ସେ କହୁଛି ତା ମାନେ ଖାଇ କନଜମ୍ପସନ କନଜମ୍ପସନ ମାନେ ଯୋଉ କେତେ ଯଦି ଖାଉଥିଲେ ଯଦି ଖର୍ଚ୍ଚ କରୁଥିଲା କେତେ କମେଇବ ତ ଭାଇ ମାନେ ଦେଖନ୍ତୁ 60% ର ଫ୍ରାକ୍ସନ ଭ୍ୟାଲୁ କେତେ ଆପଣ ମାନେ କଣ କହିପାରିବେ 3/5 ସମସ୍ତେ ହିଁ କହିଥିଲେ ଭାଇ ମାନେ ପରସେଣ୍ଟେଜ ରୁ ଫ୍ରାକ୍ସନ ଆଉ ଫ୍ରାକ୍ସନ ରୁ ପରସେଣ୍ଟେଜ କାଢିବା ସମସ୍ତେ ଜାଣିବା ଦରକାର ସେଇଭଳିଆ ଏକ୍ସପେଣ୍ଡିଚର ହେଇଛି ଗଲୁ କଣ ପ୍ରାଇସ୍ ଇନଟୁ କନଜମ୍ପସନ ବା କଣ କ୍ୱାଣ୍ଟିଟି ତାହେଲେ ଭାଇ ମାନେ କଣ ହେଲା ନା ପ୍ରାଇସ୍ ଟା 5 ଥିଲା 8 ହେଇଗଲା କେତେ ହେଲା
5 ଥିଲା 5 3 ବଢିଗଲା କେତେ ହେଲା କନଜମ୍ପସନ ସେମିତି କଣ ହବ 8 ଥିଲା 5 ହେଇଗଲା କଣ ହେଲା 8 ଥିଲା 5 ହେଇଗଲା ତାହେଲେ ଭାଇ ମାନେ ଦେଖିଲେ କେତେ କମିଗଲା 3 କମିଗଲା କେତେ କମିଗଲା 3 କମିଗଲା ତାହେଲେ 8 ରେ 3 କମିଗଲା ତାହେଲେ କେତେ ପରସେଣ୍ଟ ଚେଞ୍ଜ ହବ 3/8 ଆପଣ ଜାଣିଛନ୍ତି 1/8 ହେଉଛି କେତେ ନା 12.5 କେତେ 12.5% ତାହେଲେ 3/8 ତା ଅର୍ଥ କଣ ଏଥିରେ ମୁଁ 3 ଗୁଣୁଛି ତାହେଲେ ଏଥିରେ ମୁଁ 3 ଗୁଣିଦେବି ସମସ୍ତଙ୍କୁ ଶିଖେଇଥିଲି କେମିତି କରିବା 3 5 15 5 ଦେଖିଲା 1 12 36 କେତେ 37 କେତେ ହେଇଯିବ 37.5 ଅପସନ ନମ୍ବର 2 ହେଇଯିବ କରେକ୍ଟ ବୁଝିଗଲା ଅପସନ ନମ୍ବର 2 ହେଇଯିବ କରେକ୍ଟ ବୁଝିଗଲି ନା ବୁଝିଗଲି ଭାଇ ବହୁତ ସହଜ ଜିନିଷ ବୁଝିପାରିଲେ ସମସ୍ତେ ବୁଝିଗଲା ସେମ୍ ଟାଇପ ର क्वेश्चन ଟା ଦେଖନ୍ତୁ ଏଇଟା ଗୋଟେ क्वेश्चन ଏଇଟା ଏ ମେଥଡ ଆପଣ କହିସାରିଛି এটা ଆପଣଙ୍କୁ କହିସାରିଛି କଣ କହିଲ ନା ସାଲେରୀ ଅଫ ଏ ପର୍ସନ କଣ କହିଲ ଭାଇ ମାନେ ସାଲେରୀ ଅଫ ଏ ପର୍ସନ ଇଜ ଫାଷ୍ଟ ଇନକ୍ରିଜ ବାଇ 20% then it decrease by 20% ତ percentage change in salary ବହୁତ ସହଜ କ୍ୱେଶ୍ଚିନ୍ ଏଇଟା କିଛି ସମୟ ପୂର୍ବରୁ କହିଲେ ସବୁବେଳେ କଣ ହବ ନା ଯେତିକି ବଢିବ ସେତିକି କମିବ ଯଦି ହବ ତ ସବୁବେଳେ କଣ ଡିକ୍ରିଜ ହବ ଡିକ୍ରିଜ କେତେ ହବ ନା x ସ୍କୋୟାର ବାଇ 100 କେତେ x ସ୍କୋୟାର ବାଇ 100 ସବୁବେଳେ କଣ ହବ ଡିକ୍ରିଜ ହବ x ର ମୂଲ୍ୟ ଏଠି କେତେ ନା 20 20 ର ସ୍କୋୟାର କେତେ ହେଇଯିବ 20 ର ସ୍କୋୟାର ଭାଇ କେତେ 100 ମାନେ 400 ବାଇ 100 କେତେ ହେଇଯିବ 400 ବାଇ 100 ମାନେ କେତେ 4% ତାହେଲେ ମୁଁ କହିପାରିବି କଣ ହବ ସବୁବେଳେ 4% ଡିକ୍ରିଜ ହବ ବୁଝିପାରିଲେ କେତେ ହବ 4% ଡିକ୍ରିଜ ହବ ଦେଖନ୍ତୁ ଏଇଟା ଗୋଟେ ବଢିଆ କ୍ୱେଶ୍ଚିନ୍ ଏଇଟା ଟେକ୍ନିକାଲ କ୍ୱେଶ୍ଚିନ୍ ଟା ଏ ମେଥଡ ଆପଣଙ୍କୁ ଅଲମୋଷ୍ଟ କହିସାରିଛି ଆପଣ ମାନେ କହିବାକୁ ଟ୍ରାଏ କଣ ଦେଇଛି କ୍ୱେଶ୍ଚିନ୍ ରେ The price of a book କଣ ଦେଇଛି ନା price of a book is fast decrease by କେତେ 25% then increasing by 20% the net change in price of the book will be କେତେ ଏଇଟା ଆପଣ ମାନେ କଣ କରିପାରିବେ ନା ଡାଇରେକ୍ଟ ସକ୍ସେସିଭ ପକେଇ କରିପାରିବେ କିମ୍ବା ଆପଣ ମାନେ ରେସିଓ ମେଥଡ ମଧ୍ୟ କରିପାରିବେ ଠିକ ଅଛି ସକ୍ସେସିଭ ପକେଇ କରିପାରିବେ କିମ୍ବା ରେସିଓ ମେଥଡ ଯଦି ମୁଁ ସକ୍ସେସିଭ ପକେଇ କରିବି କଣ କରିବି ନା ସକ୍ସେସିଭ ପକେଇ କରିବି ଦେଖନ୍ତୁ ତାହେଲେ କଣ ଅଛି ନା ଫାଷ୍ଟ ଡିକ୍ରିଜ କରୁଛି ମାନେ x କଣ କରୁଛି ଫାଷ୍ଟ ଡିକ୍ରିଜ -25 ବୁଝିପାରିଲେ ତାପରେ କଣ କହୁଛି ଆପଣଙ୍କର ନା ତାପରେ କହୁଛି ଯେ ସେ 20% ଇନକ୍ରିଜ କରୁଛି ତାହେଲେ y କେତେ ନା 20% ପ୍ଲସ 20 ହେଲା ତାହେଲେ ଯଦି ମୁଁ ପକେଇବି ସକ୍ସେସିଭ କଣ x ପ୍ଲସ y x ପ୍ଲସ y ପ୍ଲସ କଣ x y ବାଇ 100 ଏମିତି କରିପାରିବି ତ ଦେଖିଲେ ଭାଇ ମାନେ -25 ପ୍ଲସ 20 ତାହେଲେ କଣ ହବ ମାଇନସ ଗୁଣନ ପ୍ଲସ କେତେ ହବ ନା -25 ଗୁଣନ କେତେ 20/100 ବୁଝିପାରିଲେ କଟିଲେ କେତେ ହେଇଯିବ ନା କଟିଲେ ହେଇଯିବ ଆପଣଙ୍କର କେତେ ନା 5 କଟିଲେ କେତେ ହେଇଯିବ 5 ବୁଝିପାରିଲେ ତାହେଲେ କେତେ ହବ 25 ରୁ 20 ଗଲେ କେତେ 5 -5 କେତେ ହେଇଯିବ -10 ମାଇନସ ଅର୍ଥ କଣ ସବୁବେଳେ ଡିକ୍ରିଜ ମାଇନସ ଅର୍ଥ ଡିକ୍ରିଜ ତ କେତେ ପରସେଣ୍ଟ ଡିକ୍ରିଜ ହବ ନା 10% ବୁଝିପାରିଲେ 10% ଡିକ୍ରିଜ ବୁଝିଗଲା ନା ବୁଝିଗଲା ତ ଭାଇ ମାନେ ମୁଁ ଏଠି ଆପଣଙ୍କୁ ଗୋଟେ କନସେପ୍ଟ କହିବି ବହୁତ ବଢିଆ କନସେପ୍ଟ ଏଟା ସିନା ଦିଟା ଥିଲା ବୋଲି କରିଦେଲେ ତିନିଟା ଥାନ୍ତା ମୁଁ କହୁଛି ଦେଖନ୍ତୁ ଯେତେବେଳେ ଏମିତି କ୍ୱେଶ୍ଚିନ୍ ଆସେ ଆପଣ ମାନେ କଣ କରିବେ ଦେଖନ୍ତୁ 25% କଣ ହଉଛି ଆପଣଙ୍କର 25% 25% କଣ ହଉଛି ଡିକ୍ରିଜ ହଉଛି 25% ଫ୍ରାକ୍ସନ ଭ୍ୟାଲୁ କଣ ଆପଣଙ୍କର ନା 1/4 ମୁଁ କହିପାରିବି ପ୍ରଥମେ 4 ଥିଲା 1 କମିଗଲା ତାହେଲେ କେତେ ହେଇଗଲା 3 ହେଇଗଲା ପୁଣି କହୁଛି ନା 20% ଇନକ୍ରିଜିଂ ହଉଛି ତାର କଣ ହଉଛି ନା 20% ଇନକ୍ରିଜିଂ ହଉଛି 20% ଫ୍ରାକ୍ସନ ଭ୍ୟାଲୁ କେତେ 1/5 ତାହେଲେ ମୁଁ କଣ କରିପାରିବି ନା 5 ଥିଲା 1 ବଢିଗଲା ତାହେଲେ କେତେ ହେଇଯିବ 6 ହେଇଗଲା ବୁଝିପାରିଲେ 5 ଥିଲା 1 ବଢିଗଲା କେତେ 6 ହେଇଗଲା ତାହେଲେ 4 5 20 ঠিক আছে 300 କୁ 18 କେତେ ହେଇଯିବ 20 ଟା 18 ଯଦି ମୁଁ ଆକୁ 2 କାଟିଦେବି କେତେ ହେଇଯିବ 10 ଟା 9 ହେଇଗଲା ତ ଭାଇ ମାନେ
10 ଟା न হলে কেতে কমিলা দেখলে 1 কমিলা কেতে 10 ରୁ 1 কমিলা তাহলে কেতে পরসেন্টেজ ହେଲା 1/10 তাহলে কোন যেহেতু কমিଛି 10 ଟା ন ହେଇଛି ତାହେଲେ କେତେ ହଉଛି ନା 10% ଡିକ୍ରିଜ ବୁଝିପାରିଲେ 10% ଡିକ୍ରିଜ ବୁଝିପାରିଲେ ନା ବୁଝିପାରିଲେ ତ ମୁଁ ଏଠି ଆପଣଙ୍କୁ ଗୋଟେ କନସେପ୍ଟ କହିବାକୁ ଚାହୁଁଛି ଏସନା ଦିଥର ଥିଲା ବୋଲି ମନେ କରି କହିଥାନ୍ତା ଗୋଟେ ମାନେ ଗୋଟେ ଜିନିଷଟେ ପ୍ରଥମେ 10% ବଢିବ କଣ କରିବ ପ୍ରଥମେ 10% ବଢିବ ତାପରେ 20% କମିବ ତାପରେ କଣ ହବ 20% କମିବ ତାପରେ ମନେକର ଆପଣଙ୍କର କଣ ହବ କହିଲେ ଭାଇ ମାନେ 12.5% କଣ ହବ ନା ବଢିବ ଏମିତି ତିନିଟା ଦେଇଥିବ କଣ ଦେଇଥିବ ଏମିତି ତିନିଟା ଦେଇଥିବ ତ ଯେତେବେଳେ ତିନିଟାର ମଧ୍ୟ ଫର୍ମୁଲା ଅଛି ମୁଁ ଆପଣଙ୍କୁ କହିଦଉଛି ତିନିଟାର ଯଦି ଫର୍ମୁଲା ଯଦି x y z ଦେଇଥିବ ତାହେଲେ ଫର୍ମୁଲା କଣ କହୁଛି ନା x ପ୍ଲସ y ପ୍ଲସ z ପ୍ଲସ xy ପ୍ଲସ yz ପ୍ଲସ କଣ zx ବାଇ 100 ପ୍ଲସ କଣ x y z ବାଇ କଣ 1000 10,000 ବୁଝିପାରିଲେ ତା ଫର୍ମୁଲା ହଉଛି କିନ୍ତୁ ଫର୍ମୁଲା କାଢିଲା ବେଳକୁ ଭାଇ ମାନେ ବହୁତ ଟାଇମ ଅଛି ବୁଝିପାରିଲେ ନା ବୁଝିପାରିଲେ ତ ଯଦି ବଢୁଥିବ ତାହେଲେ ପଜିଟିଭ ଯଦି କମୁଥିବ ତାହେଲେ କଣ ନେଗେଟିଭ ଏଇଟା ତ ରହିଲା ଫର୍ମୁଲା କଣ ଯଦି ମୁଁ ସେମିତି କରିବାକୁ ଚାହିଁବି ଦେଖିଲେ ଭାଇ ମାନେ 10% ଫ୍ରାକ୍ସନ ହলে 1/10 ତାହେଲେ ମୁଁ କହିପାରିବି ଗୋଟେ ଜିନିଷ ତେବେ 10 ଯୋଉଟା ବଢିକି କଣ ହେଲା 11 ହେଇଗଲା ତାପରେ କଣ କରିବେ 20% ଫ୍ରାକ୍ସନ ହলে କେତେ 1/5 ତାହେଲେ ମୁଁ କହିବି ଗୋଟେ 5 ଥିଲା ଯୋଉଟା କମିକି କଣ ହେଲା 1 କମିଗଲା 4 ହେଇଗଲା 12.5 ର ଫ୍ରାକ୍ସନ ହলে କେତେ 1/8 ତାହେଲେ ମୁଁ କହିପାରିବି ଗୋଟେ 8 ଥିଲା ଯୋଉଟା ବଢିକି କଣ ହେଲା 9 ହେଇଗଲା ବୁଝିପାରିଲେ କେତେ 9 ହେଇଗଲା ତ ଯଦି କଟିବ ଏମିତି ପ୍ଲସ ପ୍ଲସ କରି 4 ରେ କଟିଲେ କେତେ ନା 2 ହେଇଗଲା ବୁଝିପାରିଲେ ନା ବୁଝିପାରିଲେ ତାହେଲେ ବର୍ତ୍ତମାନ ଦେଖିଲେ କେତେ ହେଲା 5 ଗୁଣେ 10 ଇଏ କେତେ ହେଲା ନା 100 କେତେ ହେଲା 5 ଗୁଣେ 10 ଗୁଣେ 50 100 11 ଗୁଣେ 19 ତାହେଲେ ମୁଁ କହିପାରିବି 100 ଟା କଣ ହେଲା 19 ହେଲା କେତେ କମିଲା 1 କମିଲା 1 କମିଲା ମାନେ କେତେ ହବ 1/100 ମାନେ କେତେ 1% କଣ ହବ ତ ଆପଣ ମାନେ ଏଇଭଳି ମେଥଡରେ ଦିଟା ଥାଉ ତିନିଟା ଥାଉ ଚାରିଟା ଥାଉ ଯାହା ଥିଲେ ମଧ୍ୟ ଆପଣ ମାନେ କରିବେ ବୁଝିପାରିଲେ ଦିଟା ଥାଉ ତିନିଟା ଥାଉ ଚାରିଟା ଥାଉ ପାଞ୍ଚଟା ଥାଉ ଯାହା ବି ଥିଲେ ଆପଣ ମାନେ କରିପାରିବେ ଯେତେବେଳେ ଶକ୍ତି ଯେତେବେଳେ ବଢୁଥିବ କିମ୍ବା କମୁଥିବ ଏଇଟା ହଉଛି ଆପଣଙ୍କର କଣ ରେସିଓ ମେଥଡ ବୁଝିପାରିଲେ ସମସ୍ତେ ଏଇଟା ହଉଛି ଆପଣଙ୍କ ରେସିଓ ମେଥଡ ବୁଝିପାରିଲେ ଏଇଟା କଣ ଆପଣ ରେସିଓ ମେଥଡ ତାପରେ କ୍ୱେଶ୍ଚିନ୍ ଦେଖ କଣ ଦେଇଥିବ ଟୁ ସକ୍ସେସିଭ ପ୍ରାଇସ୍ ଇନକ୍ରିଜ ତ ଭାଇ ମାନେ କହିଦେଲେ ବଢୁଥିବ କମୁଥିବ ତାହେଲେ କଣ କରିବେ ନା x ସ୍କୋୟାର ବାଇ 100 କରିଦେବେ କଣ କରିଦେବେ x ସ୍କୋୟାର ବାଇ 100 କରିଦେବେ ଯେତେବେଳେ ଦିଟାକ କମୁଥିବ ସରି ଦିଟାକ ବଢୁଥିବ କଣ ଥିବ ନା ଦିଟାକ ବଢୁଥିବ ଯେତେବେଳେ ଦିଟାକ ବଢୁଥିବ ସମାନ ଆମାଉଣ୍ଟର ବଢୁଥିବ ତାହେଲେ କଣ ପାଇବେ କହିଲେ 2x ପ୍ଲସ x ସ୍କୋୟାର ବାଇ 100 କଣ ହବ 2x ପ୍ଲସ x ସ୍କୋୟାର ବାଇ 100 ବୁଝିପାରିଲେ ନା ବୁଝିପାରିଲେ ଯେତେବେଳେ ଦିଟା କମୁଥିବ ତାର ଓଭରଅଲ କେତେ କମିବ ନା 2x ମାଇନସ x ସ୍କୋୟାର ବାଇ 100 ଏଇଟା କଣ ହବ ଯେତେବେଳେ କମିଥିବ କଣ ହବ ଡିକ୍ରିଜ କରିବ ଓଭରଅଲ ଡିକ୍ରିଜ କରିବ ଏତିକି ଓଭରଅଲ ଇନକ୍ରିଜ କରିବ କେତେ ବୁଝିପାରିଲେ ତ ଓଭରଅଲ ଡିକ୍ରିଜ ମାନେ କହିବି ଗୋଟେ ଜିନିଷଟା ଅଛି ଦି ଥର କମୁଛି କେତେ 10% ନା ଦି ଥର କମୁଛି ପ୍ରଥମେ 10% କମିଲା ତାର ଦି ଥର 10% ଓଭରଅଲ କେତେ କମିଲା ନା 10 ଅଫ 2x 20 ମାଇନସ x ସ୍କୋୟାର ମାଇନସ x ସ୍କୋୟାର କେତେ 100/100 କେତେ ହେଇଯିବ ନା 19% ତାହେଲେ ମୁଁ କହିପାରିବି 19% ଡିକ୍ରିଜ ହବ ଯଦି ମୁଁ କହିବି ବଢୁଛି ତାହେଲେ କେତେ ହବ ନା 20 ପ୍ଲସ x ସ୍କୋୟାର ବାଇ 100 କେତେ ହେଇଯିବ x ସ୍କୋୟାର ବାଇ 100 100/100 କେତେ ହେଇଯିବ 21% ବୁଝିପାରିଲେ ଯେତେବେଳେ ମୁଁ କହିବି ଦିଟା ଇକ୍ୱାଲ ଆମାଉଣ୍ଟରେ ବଢୁଥିବେ 2x ପ୍ଲସ x ସ୍କୋୟାର ବାଇ 100 କିମ୍ବା 2x ମାଇନସ x ସ୍କୋୟାର ବାଇ 100 তো ଯୋଉମାନେ ଫର୍ମୁଲା ମନେ ରଖିବା ତା ମନେ ରଖିବେ କିନ୍ତୁ ଆମେ ମାନେ ଫର୍ମୁଲା ବେସ୍ ପଢିବାନି ଯେହେତୁ 10% 10% ଫ୍ରାକ୍ସନ ହଲେ କେତେ 10% ଫ୍ରାକ୍ସନ ହଲେ ହଉଛି କେତେ ନା 1/10 ତାହେଲେ 10 ଥିଲା 11 ହେଇଗଲା ଯେହେତୁ ଦିଥର ବଢି ତାର କଣ କରିବେ ନା ସ୍କୋୟାର ନେଇଯିବେ ତାହେଲେ 100 ଥିଲା କେତେ ହେଇଯିବ 121 ହେଇଯିବ ତାହେଲେ କେତେ ଦେଖନ୍ତୁ ଦିଥର ବଢିଲା ବୋଲି 121 ତାହେଲେ କେତେ ହେଇଗଲା 21 ବଢିଗଲା 121 ବଢିଲା ମାନେ କେତେ ପରସେଣ୍ଟ ହେଇଯିବ 21/100 କେତେ ହେଇଗଲା 51% ବୁଝିପାରିଲେ ଯେତେବେଳେ ରେସିଓରେ କରିବେ ଦିଥର ଯଦି ବଢୁଛି ଗୋଟେ ଜିନିଷ ଦିଥର 10% ହେଲା ପରେ ତାକୁ ସ୍କୋୟାର ନେଇଯିବେ ତିନିଥର ବଢୁଥିଲେ କଣ ତା କ୍ୟୁ ନେଇଯିବେ
ଆମର 3 ଥର ବଢୁଛି, 3 ଥର 10% ଲାଭ ଥାଏ, କେତେ ହେଇଯିବ? 50 1331, କେତେ ହେଇଯିବ ଭାଇ ମାନେ କହିଲେ? 33.1% ହେଇଯିବ। ବୁଝିପାରିଲେ? 33.1%। କ୍ଲିୟର ସମସ୍ତେ ଭାଇ ମାନେ? ବହୁତ ସହଜରେ, ବହୁତ କନସେପ୍ଟୁଆଲ କଥା। Well, question when the price of an article was reduced by 20%, its sale increasing by 80%. What is the net effect to the sale? ଦେଖନ୍ତୁ ଭାଇ ସେ କଣ ନା ଗୋଟେ ଦୋକାନୀ ଅଛି, ଦୋକାନୀ କଣ କରୁଛି ଯେତେବେଳେ ରେଟ୍ କମେଇ ଦଉଛି ତାର ବିକ୍ରି ବଢି ଯାଉଛି। ବୁଝିପାରିଲେ? ରେଟ୍ ଯେତେବେଳେ କମି ଯାଉଛି ତାର ବିକ୍ରି ବଢି ଯାଉଛି। ତାହେଲେ ପଚାରିଛି କଣ ନା ତମ ଦେଇଛି ନା ଓଭରଅଲ ସେଲ୍ କେତେ। ମୁଁ ଆପଣ ମାନେ କହିଥିଲି ଯେତେବେଳେ ଏଇଭଳି କ୍ୱେଶ୍ଚିନ୍ ଆସିବ ତାହେଲେ ଆପଣ ମାନେ କଣ କରିବେ ଦେଖନ୍ତୁ ଭାଇ ମାନେ, ଦେଖନ୍ତୁ ମୁଁ କହିଲି ଆପଣ ମାନଙ୍କର ଗୋଟେକୁ 5 ଟଙ୍କା ଲେଖାଏଁ, ଗୋଟାକୁ 5 ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି ଗୋଟେ ପେନ୍, ତାହେଲେ ଆପଣଙ୍କର 6ଟା ପେନ୍ ବିକ୍ରି ହଉଛି। କେତେଟା? 6ଟା ପେନ୍ ବିକ୍ରି ହଉଛି। ଯେତେବେଳେ ଏଇ ପେନ୍ କୁ ତାହେଲେ ଆପଣ ଟୋଟାଲ ବିକ୍ରି ହଉଛି କେତେ କହିପାରିବେ? 30 ଟଙ୍କା ବିକ୍ରି ହଉଛି। କଣ ହଉଛି କନସେପ୍ଟ କଣ କାମ କରୁଛି ଦେଖନ୍ତୁ, 5 ଟଙ୍କା ଗୋଟେ ପେନ୍, 6ଟା ପେନ୍ ଭିତରେ 30 ଟଙ୍କା ବିକ୍ରି ହଉଛି। ମୁଁ କହିବି ଏଇ ପେନ୍ ର ଦାମ ଆପଣ କମେଇକି 4 ଟଙ୍କା କରିଦେବେ। କେତେ ଟଙ୍କା କରିଦେବେ? 4 ଟଙ୍କା କରିଦେବେ। ତାପରେ ଆପଣଙ୍କର କଣ ହଉଛି ନା ବିକ୍ରି ହେଇଯାଉଛି କଣ 9ଟା ପେନ୍ ବିକ୍ରି ହଉଛି। କେତେ ଟଙ୍କା ବିକ୍ରି ହେଇଯାଉଛି ନା 36 ଟଙ୍କାରେ ବିକ୍ରି ହେଇଯାଉଛି। ହେଲା 36 ଟଙ୍କା ବିକ୍ରି ହଉଛି। ମୁଁ କହିବି ତାର କେତେ ଚେଞ୍ଜ ହେଲା, ତାର ଯୋଉ ଆପଣଙ୍କର ନେଟ୍ ଇଫେକ୍ଟିଭ କେତେ ହେଲା? 30 ବିକ୍ରି ହଉଥିଲା ଏବେ 36, ତାହେଲେ କେତେ ଅଧିକ ବିକ୍ରି କଲେ ନା 6 ଟଙ୍କା ଅଧିକ ବିକ୍ରି କଲେ। ଏଟା ହଉଛି ନେଟ୍ ଇଫେକ୍ଟିଭ। ବୁଝିପାରିଲେ? ନେଟ୍ ଇଫେକ୍ଟିଭ। ତ ଯେତେବେଳେ ଏମିତି ଦେଇଥିବ ତାହେଲେ ମୁଁ ଆପଣମାନଙ୍କୁ କହିଥିଲି A into B is equal to C ହଉଥିବ, ତାହେଲେ ନେଟ୍ ଇଫେକ୍ଟିଭ କେମିତି କାଢି ଦେଖନ୍ତୁ। ଗୋଟେ କଣ କରୁଛି ନା ତାର ପ୍ରାଇସ୍ କୁ କଣ ଅଛି ନା 20% କଣ କରୁଛି ନା ଡିକ୍ରିଜ କରିଦେଇଛି। 20% ର ଫ୍ରାକ୍ସନ ହେଲେ କେତେ ଆପଣଙ୍କ ପାଇଁ ନା 1/5। ତାହେଲେ ମୁଁ କହିପାରିବି ଯଦି ସେ ଆଗରୁ 5 ଟଙ୍କାରେ ବିକ୍ରି କରୁଥିଲା ବର୍ତ୍ତମାନ ବିକ୍ରି କରିବ କେତେ? 4 ଟଙ୍କାରେ ବିକ୍ରି କରିବ। ବୁଝିପାରିଲେ? ତାପରେ କଣ ହଉଛି ଯାହା ଦ୍ୱାରା ତାର କଣ ହଉଛି ନା ସେଲ୍ 80% ବଢି ଯାଉଛି। କଣ ହଉଛି ନା 80% ବଢି ଯାଉଛି। ଆପଣ ଜାଣିଛନ୍ତି 80% ର ଫ୍ରାକ୍ସନ ହେଲେ କେତେ ନା 4/5। ତାହେଲେ ମୁଁ କହିବି ଯଦି 5 ଟଙ୍କା 5ଟା ବିକ୍ରି କରୁଥିଲା, ଇଏ ବର୍ତ୍ତମାନ କେତେଟା ବିକ୍ରି କଲା? 5 + 4 କେତେଟା? 9ଟା ବିକ୍ରି କଲା। ବୁଝିପାରିଲେ? 5 + 4 କେତେ ନା 9ଟା ବିକ୍ରି କଲା। ତା ଅର୍ଥ ଆଗରୁ ବିକୁଥିଲା 5 ଟଙ୍କାରେ 5ଟା ଜିନିଷ ବିକୁଥିଲା, ତାର ଟୋଟାଲ କେତେ ଟଙ୍କା ବିକ୍ରି କରୁଥିଲା? 25 ଟଙ୍କା ବିକ୍ରି କରୁଥିଲା। 5 ଟଙ୍କା ଲେଖା 5ଟା ଜିନିଷ ବିକ୍ରି କରୁଥିଲା, 25 ଟଙ୍କା ବିକ୍ରି କଲା। ତାପରେ ବର୍ତ୍ତମାନ 4 ଟଙ୍କା ଲେଖାରେ 9ଟା ଜିନିଷ ବିକିଲା, କେତେଟା ବିକିଲା ତାହେଲେ? 36 ଟଙ୍କା ବିକିଲା। ତ ତାର ନେଟ୍ ଇଫେକ୍ଟ କେତେ ବଢିଗଲା? ଆଗରୁ 25 ଟଙ୍କା ବିକୁଥିଲା 36 ଟଙ୍କା ବଢିଗଲା। କେତେ ବଢିଗଲା ନା 11 ବଢିଗଲା। କେତେ ନା 11। କେତେ 11 ବଢିଗଲା? 25 ରେ 11/25। କେତେ ପରସେଣ୍ଟେଜ ଦେଖନ୍ତୁ 1/25 ହଉଛି କେତେ ନା 4%। ଯଦି 11/25 କରିବ ଏଇଟାରେ 11 ଗୁଣୁଛି, ୟାର 11 ଗୁଣିଲେ କଣ ହବ? 44%। କଣ ହେଲା? 44% ଇନକ୍ରିଜ। ବୁଝିପାରିଲେ? ବହୁତ ସହଜ ଭାଇ ମାନେ, ବହୁତ ନର୍ମାଲ କନସେପ୍ଟ। ତାପରେ କ୍ୱେଶ୍ଚିନ୍ ଦେଖିବା। ଦେଖନ୍ତୁ ଏଇଟା ହଉଛି ମେନ୍ କନସେପ୍ଟ କ୍ୱେଶ୍ଚିନ୍। ଏଇ କ୍ୱେଶ୍ଚିନ୍ ଉପରେ ଆପଣ ଡିପେଣ୍ଡ କରୁଛି ଆପଣଙ୍କର ପରସେଣ୍ଟେଜ ବହୁତ। ଆଜି ମୁଁ ତାପରେ ଆପଣଙ୍କୁ ଆଉ କିଛି କନସେପ୍ଟ ଶିଖେଇବି, ତାପରେ କାଲିଠୁ ଆମେ ସେଇ କନସେପ୍ଟ ଉପରେ କ୍ୱେଶ୍ଚିନ୍ ଟା ବୁଝନ୍ତୁ ଭଲସେ। କଣ କହିଲା ଭାଇ ମାନେ, ଦ ପ୍ରାଇସ୍ ଅଫ ସୁଗାର ଇଜ ରିଡ୍ୟୁସ୍ଡ ବାଇ 20%। ସେ କଣ କହିଲା ଭାଇ ମାନେ, ଗୋଟେ ଚିନିର ଦାମ କଣ ହେଲା 20% କମିଗଲା। Now a person can buy 500 ଗ୍ରାମ more sugar for 36। The original price of sugar per kilogram କେତେ? ଦେଖନ୍ତୁ ସେ କଣ କହିଲା ଭାଇ ମାନେ, ଆପଣ ମାନଙ୍କର 100 ଟଙ୍କା ନେଇ ମାର୍କେଟକୁ ଯାଉଛି, ହେଲା 100 ଟଙ୍କା ନେଇ ମାର୍କେଟକୁ ଯାଉଛି। ମାର୍କେଟରେ କଣ ହେଲା ମନେ ରଖ 100 ଟଙ୍କା ନ ନେଇକି ଆପଣ 60 ଟଙ୍କା ନେଇଯାଉଛନ୍ତି। କେତେ କହିଲେ? 60 ଟଙ୍କା ନେଇକି ଯାଉଛନ୍ତି ହେଲା, ଏଟା ନେଇକି ତ ସେଉ ଦାମ ଥିଲା କେତେ ଟଙ୍କା ଭାଇ ମାନେ? 15 ଟଙ୍କା ଥିଲା। କେତେ? 15 ଟଙ୍କା ଥିଲା। ତାହେଲେ 15 ଟଙ୍କା ସେଉ ଦାମ ହେଲା ସବୁ। ଆପଣ କେତେ କେଜି ସେଉ କିଣିଥିଲେ ନା 4 କେଜି ସେଉ କିଣିଥିଲେ। ବର୍ତ୍ତମାନ ଏଇ 15 ଟଙ୍କା ଟା କମିକି କେତେ ହେଇଗଲା ନା 10 ଟଙ୍କା ହେଇଗଲା। ତାହେଲେ ଭାଇ ମାନେ ବର୍ତ୍ତମାନ କେତେ କେଜି କିଣିବେ ନା 6 କେଜି କିଣିବେ। ତାହେଲେ ଭାଇ ମାନେ ଦେଖିଲେ ଗୋଟେ ଜିନିଷ, ଆଗରୁ ଯେତିକି ଟଙ୍କା ଆଗରୁ ଯେତିକି ଟଙ୍କା ନେଇକି ଯାଉଥିଲେ ଏବେ ମଧ୍ୟ ସେତିକି ଟଙ୍କା ନେଇଗଲେ। କିନ୍ତୁ ଯେତେବେଳେ ଆପଣଙ୍କର କଣ ହଉଛି
ଯେତେବେଳେ ପ୍ରାଇସ୍ କମୁଛି ତାହେଲେ ଜିନିଷ ବଢି ଯାଉଛି ନା ବଢି ଯାଉନି? ବଢି ଯାଉଛି। ଆପଣ ମାନଙ୍କୁ କଣ କହିଥିଲି? ଏକ୍ସପାଣ୍ଡିଚର ମାନେ ଖର୍ଚ୍ଚ ଇଜ ଇକ୍ୱାଲ ଟୁ କଣ କହିଥିଲି ଆପଣଙ୍କୁ? ପ୍ରାଇସ୍ ଇନଟୁ କଣ? କ୍ୱାଣ୍ଟିଟି କହିଥିଲି। ଦେଖନ୍ତୁ କଣ କହିଥିଲି? ପ୍ରାଇସ୍ ଇନଟୁ କ୍ୱାଣ୍ଟିଟି। ତାହେଲେ ଆଗରୁ 60 ଟଙ୍କା ନେଇକି ଯାଉଥିଲେ, ଏବେ ମଧ୍ୟ 60 ଟଙ୍କା ନେଇକି ଯାଉଛନ୍ତି। ମାନେ ଆଗରୁ ଯେତିକି ଟଙ୍କା ଖର୍ଚ୍ଚ ହଉଥିଲା, ଏବେ ମଧ୍ୟ ସେତିକି ଟଙ୍କା ଖର୍ଚ୍ଚ ହଉଛି। କିନ୍ତୁ କଣ ହେଇଛି ନା ପ୍ରାଇସ୍ କମି ଯାଇଛି। ପ୍ରାଇସ୍ କଣ ହେଇଛି ନା 20% କମି ଯାଇଛି। 20% ର ଫ୍ରାକ୍ସନ ଭ୍ୟାଲୁ କେତେ? ନା 1/5। ତାହେଲେ ମୁଁ କହିପାରିବି ଆଗରୁ ଯଦି 5 ଦେଇ କିଣୁଥିଲି, ବର୍ତ୍ତମାନ କେତେ ହେଲା ନା 4 ହେଇଗଲା। ଆଗରୁ ଯେତିକି ଟଙ୍କା ନେଇକି ଯାଉଥିଲେ, ଆଗରୁ ବି 36 ଟଙ୍କା ନେଇକି ଯାଉଥିଲେ, ଏବେ ମଧ୍ୟ 36 ଟଙ୍କା ନେଇକି ଯାଉଥିଲେ। ତାହେଲେ ମତେ ଗୋଟେ କହିଲେ, ତାହେଲେ ବର୍ତ୍ତମାନ ତାହେଲେ ତାର ଯୋଉ କ୍ୱାଣ୍ଟିଟି କେତେ ହବ? କୋଉ ରେସିଓ କମିବ? 4 ଥିଲେ 5 ହେଇଯିବ। କେତେ ହେଇଯିବ? 4 ଥିଲେ 5 ହେଇଯିବ। ତାହେଲେ କମୁଛି କେତେ ଭାଇ ମାନେ? 1 କମୁଛି। କିନ୍ତୁ ଏଠି କମୁଛି କେତେ ଭାଇ ମାନେ? 500 ଗ୍ରାମ କମି ଯାଉଛି, ସରି ବଢି ଯାଉଛି। ଦେଖନ୍ତୁ ଏ 4 ଥିଲା 5, ତାହେଲେ କଣ ହେଲା? 1 ୟୁନିଟ୍ କଣ ହବ ଆପଣଙ୍କର? 1 ୟୁନିଟ୍ କଣ ହବ? ଆପଣ ବଢିକି ଆଣିବେ। ତାହେଲେ ଏଇ 1 ୟୁନିଟ୍ ର ମୂଲ୍ୟ କେତେ? 500 ଗ୍ରାମ। ତାହେଲେ ଏଇ 1 ୟୁନିଟ୍ ର ମୂଲ୍ୟ ଯଦି ଆପଣଙ୍କର 500 ଗ୍ରାମ ହୁଏ, ତାହେଲେ ମତେ କହିଲେ ତାହେଲେ ଏଇ 5 ର ୟୁନିଟ୍ ର ଦାମ କେତେ ହବ? ମାନେ କେତେ? 250, ସରି କେତେ? 2500 ଗ୍ରାମ। 2500 ଗ୍ରାମ ମାନେ ମୁଁ କଣ କହିପାରିବି? 2.5 କେଜି। ବୁଝିପାରିଲେ? ଯଦି 1 ର ମୂଲ୍ୟ ହଉଛି 500, ତାହେଲେ 5 ର ମୂଲ୍ୟ କେତେ? 2.5 କେଜି। 4 ର ମୂଲ୍ୟ କେତେ? 2 କେଜି। କେତେ? 2 କେଜି। ବୁଝିପାରିଲେ? 4 ର ମୂଲ୍ୟ କେତେ? 2 କେଜି। ତା ତ ମୁଁ କହିପାରିବି 36 ଟଙ୍କାରେ ଆଗରୁ 2 କେଜି ଚିନି କିଣୁଥିଲେ, ବର୍ତ୍ତମାନ କେତେ? 2.5 କେଜି ଚିନି ମିଳୁଛି। ତାହେଲେ ପଚାରୁଛି ଅରିଜିନାଲ ପ୍ରାଇସ୍ ଅଫ ସୁଗାର କେତେ? ମାନେ ୟା ଅର୍ଥ ହଉଛି ଆଗରୁ କେତେ ପ୍ରାଇସ୍ ଥିଲା। ତାହେଲେ 2 କେଜି ସୁଗାର କୁ କେତେ? 36 ଟଙ୍କା ମିଳୁଛି। ତାହେଲେ 1 କେଜି ଦାମ କେତେ? 18 ଟଙ୍କା। ବୁଝିପାରିଲେ? କେତେ ହବ? 18 ଟଙ୍କା। ବୁଝିପାରୁଛୁ ଭାଇ ମାନେ? ବହୁତ ସହଜ ଜିନିଷ, ବହୁତ ସହଜ। ବୁଝିଗଲା ନା ବୁଝିଗଲା? ଆଉ ଥରେ କହୁଛି ଆପଣ ମାନଙ୍କୁ, ଯେତେବେଳେ ଆପଣ ମାନେ ଜାଣିଛନ୍ତି ଏକ୍ସପାଣ୍ଡିଚର ପ୍ରାଇସ୍ ଇନଟୁ କ୍ୱାଣ୍ଟିଟି, ଆଗରୁ ସେ 36 ଟଙ୍କା ନେଇକି ଯାଉଥିଲା, ଏବେ ମଧ୍ୟ 36 ଟଙ୍କା ନେଇକି ଯାଉଛି। କିନ୍ତୁ କଣ ହେଇଛି ଭାଇ ମାନେ? ତା ପ୍ରାଇସ୍ ଟା ଚେଞ୍ଜ ହେଇଛି। କେତେ ଚେଞ୍ଜ ହେଇଛି? ନା 20% ତାର କଣ ହେଇଛି? ନା ପ୍ରାଇସ୍ ଟା ଚେଞ୍ଜ ହେଇଯାଇଛି। ଯାହା ଦ୍ୱାରା କଣ ହଉଛି? 20% କମିଯିବା ଫଳରେ ସେଇ 36 ଟଙ୍କା ସେ କଣ ହଉଛି? ନା 500 ଗ୍ରାମ ଅଧିକ ପାଉଛି ଚିନି। ବୁଝିପାରିଲେ? ତାହେଲେ ଯଦି ପ୍ରାଇସ୍ ଟା 5 ଟା 4 ହେଇଯାଉଛି, କ୍ୱାଣ୍ଟିଟି ଟା କଣ ହବ? 4 ଟା 5 ହେଇଯିବ। ତାହେଲେ କେତେ କମି ଯାଉଛି? 1 ବଢି ଯାଉଛି। ଏ 1 ର ମୂଲ୍ୟ କେତେ ହେଇଛି? ନା 500 ଗ୍ରାମ। ତା ଅର୍ଥ 1 ର ମୂଲ୍ୟ ଯଦି 500 ଗ୍ରାମ, ତାହେଲେ 5 ର ମୂଲ୍ୟ କେତେ ହବ? 2500 ଗ୍ରାମ। 2500 ମାନେ କେତେ? 2.5 କେଜି। ଯଦି 5 ର 2.5, 4 କେତେ? 2 କେଜି। ଆଗରୁ 36 ଟଙ୍କା 2 କେଜି କିଣୁଥିଲା, ବର୍ତ୍ତମାନ କିଣୁଛି 2.5 କେଜି କିଣୁଛି। 500 ଗ୍ରାମ ଅଧିକ କିଣୁଛି। ତାହେଲେ 2 କେଜି ର ମୂଲ୍ୟ 36 ଟଙ୍କା। 1 କେଜି ର ମୂଲ୍ୟ କେତେ? ନା 18 ଟଙ୍କା। ବୁଝିପାରିଲେ? 1 କେଜି ର ମୂଲ୍ୟ କେତେ? 18 ଟଙ୍କା। ନେକ୍ସଟ କ୍ୱେଶ୍ଚନ। ଭାଇ ମାନେ ବହୁତ ବଢିଆ କ୍ୱେଶ୍ଚନ। ସେମ୍ ଟାଇପ ର କ୍ୱେଶ୍ଚନ ଗୁଡା ଆସିଲା। ଦେଖନ୍ତୁ ସେମ୍ ଟାଇପ ର କ୍ୱେଶ୍ଚନ। कौन वाला क्वेश्चन था? When the price of sugar decreased by 10%, a man could buy 1 kg more for के 270 टका. Then the original price of sugar per kg in Alex केते? बढिया क्वेश्चन. से कौन कला भाई माने आगुरु से 270 टका नेकी कौन कला पर प्राइस ऑफ सुगर डिक्रीज केते 10%. कौन कला ना सुगर प्राइस 10% कला कमी गला. ଯାହା ଦ୍ୱାରା କଣ ହେଲା? ଏ ମ୍ୟାନ୍ କୁଡ୍ ବାଇ 1 କେଜି ମୋର ଫର 270 ଟଙ୍କା। ତାହେଲେ ଆଗରୁ 270 ଟଙ୍କା ନେଇକି ଯାଉଥିଲା, ତାପରେ ମଧ୍ୟ 270 ଟଙ୍କା ନେଇଗଲା। କିନ୍ତୁ ଆଗରୁ କଣ ହେଲା? ଆଗରୁ ଯେତିକି ଚିନି ଆଣୁଥିଲା, ବର୍ତ୍ତମାନ ଯୋଉ 10% କମିଗଲା, ଯାହା ଦ୍ୱାରା ସେ କଣ ହେଲା? ନା 1 କେଜି ଅଧିକ ସୁଗାର ଆଣିଲା। ବୁଝିପାରିଲେ? 10% 270 ଟଙ୍କା। ତାହେଲେ ପଚାରିଛି କଣ ଅଛି? ନା ଅରିଜିନାଲ ପ୍ରାଇସ୍ ଅଫ ସୁଗାର କେତେ? ମାନେ ତାର ଆଗରୁ ତାର ପ୍ରାଇସ୍ କେତେ? ସେଇଭଳି ଭାବେ ଦେଖିବେ ଏକ୍ସପାଣ୍ଡିଚର ଇଜ ଇକ୍ୱାଲ ଟୁ କଣ? ଏକ୍ସପାଣ୍ଡିଚର ଇଜ ଇକ୍ୱାଲ ଟୁ କଣ? into quantity। ତାହେଲେ ଭାଇ ମାନେ କଣ ଏକ୍ସପାଣ୍ଡିଚର ଆଗରୁ ଯୋଉ 270 ଟଙ୍କା ନେଇଯାଉଥିଲା, ଏବେ ମଧ୍ୟ 270 ଟଙ୍କା। ତାହେଲେ 10% ର ଫ୍ରାକ୍ସନ ଭ୍ୟାଲୁ କେତେ? ନା 10% ଫ୍ରାକ୍ସନ 1/10। ତାହେଲେ ମୁଁ କହିପାରିବି ଯଦି ଆଗରୁ 10 ଥିଲା, ବର୍ତ୍ତମାନ କେତେ ହେଇଯାଉଛି? 9 ହେଇଯାଉଛି। କେତେ ହେଇଯାଉଛି? 9 ହେଇଯାଉଛି। ତାପରେ ପୁଣି କଣ ଦେଇଛି? ତାହେଲେ କ୍ୱାଣ୍ଟିଟି ପୁଣି ତାହେଲେ କଣ ହବ? ଦେଖନ୍ତୁ ଇଏ ଯୋଉ ରେସିଓ ଚେଞ୍ଜ ହବ, ଇଏ ସେଇ ରେସିଓ ମଧ୍ୟ ଚେଞ୍ଜ ହେଇଯିବ। 9 ଟା କଣ ହେଇଯିବ? 10 ହେଇଯିବ। ବୁଝିପାରିଲେ? 9 ଟା 10 ହେଇଯିବ। ତାହେଲେ ଭାଇ ମାନେ କେତେ ବଢିଲା? 1 ବଢିଲା। ଏଇ 1 ବଢିଲା। ତାହେଲେ କଣ ଏକ୍ସଟ୍ରା 1 କିଣିବ, 1 ୟୁନିଟ କିଣିବ। ସେ 1 ର ମୂଲ୍ୟ କେତେ? 1 କେଜି। 1 କେଜି ଅଧିକ କିଣିବ। ତାହେଲେ 1 ର ମୂଲ୍ୟ ହଉଛି କେତେ? 1 କେଜି। ତାହେଲେ 10 ର ମୂଲ୍ୟ କେତେ? 10 କେଜି।
ତାହେଲେ 9 ର ମୂଲ୍ୟ କେତେ ନା 9 କେଜି। ତାହେଲେ ମୁଁ କହିପାରିବି 270 ଟଙ୍କାରେ ଆଗରୁ 9 କେଜି କିଣୁଥିଲା ବେଳକୁ 10% କମିଗଲା ପରେ କେତେ କେଜି କିଣିଲା 10 କେଜି କିଣିଲା। ତାହେଲେ 9 କେଜି ର ମୂଲ୍ୟ ହେଉଛି 270 ଟଙ୍କା। 9 କେଜି ର ମୂଲ୍ୟ ହେଉଛି 270 ଟଙ୍କା। ସେ କହୁଛି ଅରିଜିନାଲ ଆଗରୁ କେତେ ଥିଲା ତାହେଲେ 1 ର ମୂଲ୍ୟ କେତେ ହବ 270 ବାଇ 9 ମାନେ କେତେ ଟଙ୍କା ହେଇଯିବ 30 ହେଇଯିବ। କେତେ ବୁଝିପାରିଲେ ବହୁତ ସହଜ ଭାଇ ମାନେ ଏଭଳି କ୍ୱେଶ୍ଚିନ୍ ବହୁତ ପିଲା ଛାଡିକି ଆସିଥାନ୍ତି ଆପଣଙ୍କୁ ମାତ୍ର 10 ସେକେଣ୍ଡ ଲାଗିବ ଯଦି ଆପଣ ମାନେ ପୁରା କନସେପ୍ଟ ବୁଝିବେ। ଆଉ ମ୍ୟାଥମେଟିକ୍ସ ଭାଇ ମାନେ ଆପଣ ଯଦି କନସେପ୍ଟ ବୁଝିଗଲେ ତାହେଲେ ଆପଣଙ୍କୁ କରିବା ପାଇଁ ବହୁତ କମ ସମୟ ମିନିମମ୍ ଟାଇମ ଲାଗିବ। ଠିକ ଅଛି ଲାଷ୍ଟ କ୍ୱେଶ୍ଚିନ୍ ଆଜିର କାଲି ମୁଁ ଆପଣମାନଙ୍କ ପାଇଁ ବହୁତ ସବୁ ଏକ୍ସପେଣ୍ଡିଚର ସେଭିଂ ଉପରେ କ୍ୱେଶ୍ଚିନ୍ ଆଣିବି ସେଭିଂ ବଢିଯାଏ ବହୁତ ବଢିଆ କ୍ୱେଶ୍ଚିନ୍ ଆଉ ଇଲେକ୍ସନ କୋଚିଂ ମଧ୍ୟ ଆଣିବି ଆଉ ଏକ୍ସାମିନେସନ କୋଶ୍ଚିନ୍ ମଧ୍ୟ ଆଣିବି। ତ କାଲି ଅନୁରୋଧ କି ଆପଣ ମାନେ ବହୁତ ଜଲ୍ଦି ଆପଣଙ୍କର ଯଦି କିଛି ଡାଉଟ ରହିଯାଉଛି ତ ଆମ ଡେସ୍କ୍ରିପସନରେ ଯୋଉ ଟେଲିଗ୍ରାମ ଗ୍ରୁପ ଲିଙ୍କ ଦିଆଯାଇଛି ତାକୁ ସମସ୍ତେ କଣ କରନ୍ତୁ ନା ବୁଝିପାରିଲେ। ତ ଦେଖନ୍ତୁ କ୍ୱେଶ୍ଚିନ୍ କଣ ଦେଇଛି due to an increasing 50% of price of ବୁଝିପାରିଲେ ପ୍ରାଇସ୍ କଣ ହେଲା ନା 50% ବଢିଗଲା। ବୁଝିପାରିଲେ କଣ ହେଲା ନା ପ୍ରାଇସ୍ 50% ବଢିଗଲା। କଣ ହେଲା due to an increasing of 50% in the price of sugar କଣ ହେଲା ନା ପ୍ରାଇସ୍ ବଢିଗଲା। ବୁଝିଗଲେ କେତେ ବଢିଗଲା 50% ବଢିଗଲା। 4x less than available for କେତେ 24 ଟଙ୍କା। ତାହେଲେ ଆଗରୁ 24 ଟଙ୍କା ନେଇକି ଯାଉଥିଲା ବର୍ତ୍ତମାନ ମଧ୍ୟ 24 ଟଙ୍କା ନେଇକି ଯାଉଛି ଯେହେତୁ 50% କଣ ହଉଛି ନା ଇନକ୍ରିଜ କରିଯାଇଛି ପ୍ରାଇସ୍ ତାପରେ କଣ ହଉଛି ନା ସେ 24 ଟଙ୍କା ଯେତିକିଟା ଅଣ୍ଡା କିଣୁଥିଲା ବର୍ତ୍ତମାନ କଣ ହଉଛି ତାଠୁ 4ଟା ଅଣ୍ଡା କମ। ବୁଝିପାରିଲେ ତ ପ୍ରେଜେଣ୍ଟ ରେଟ୍ ଅଫ ଏଗ ଫର ଡଜନ ଇନ ଆଇସି ବର୍ତ୍ତମାନ ଗୋଟେ ଡଜନର ଅଣ୍ଡା କେତେ ସେଇଭଳି ଭାବେ ଆପଣମାନେ କଣ କହିପାରିବେ ଏକ୍ସପେଣ୍ଡିଚର ଇଜ ଇକ୍ୱାଲ ଟୁ ପ୍ରାଇସ୍ ଇନଟୁ କଣ କ୍ୱାଣ୍ଟିଟି କଣ ପ୍ରାଇସ୍ ଇନଟୁ କ୍ୱାଣ୍ଟିଟି ସେ କଣ କହୁଛି ଭାଇ ମାନେ 50% ବଢିଗଲା 50% ର ଫ୍ରାକ୍ସନ ଭ୍ୟାଲୁ କେତେ ଆପଣ ଜାଣିଛନ୍ତି ଠିକ ଭାଇ 2 ପ୍ରାଇସ୍ ଯଦି 2 ଥିଲା 2 ରେ 1 ବଢିଗଲା କେତେ ହେଲା 3 ହେଇଗଲା। ବୁଝିପାରିଲେ ଯଦି ପ୍ରାଇସ୍ 2 ଥିଲା 3 ହେଲା ବର୍ତ୍ତମାନ କ୍ୱାଣ୍ଟିଟି ଦେଖିଲେ କେତେ ହେଲା କ୍ୱାଣ୍ଟିଟି ହଉଛି କେତେ ତାର ସେ ଓଲ୍ଟାଟା ହେଇଯିବ 3 ଥିଲା 2 ହେଲା ଯଦି ଆଗରୁ 3ଟା ମିଳୁଥିଲା ବର୍ତ୍ତମାନ 2ଟା ମିଳୁଥିଲା ତାହେଲେ କମିଲା କେତେ 1 କମିଲା କିନ୍ତୁ ଏଠି କମିଛି କେତେ ନା 4ଟା କମି ଯାଇଛି ତାହେଲେ ଏ 1 ର ମୂଲ୍ୟ କେତେ ନା 4 1 ର ମୂଲ୍ୟ କେତେ 4 2 ର ମୂଲ୍ୟ କେତେ 8 ତାହେଲେ ମୁଁ କହିପାରିବି ବର୍ତ୍ତମାନ ସେ କଣ କରୁଛି ନା 8ଟା ଅଣ୍ଡା ଆଣୁଛି ଆଉ କଣ ଆଗରୁ ଅଣ୍ଡା କେତେଟା 12ଟା ଅଣ୍ଡା ଆଣୁଛି 8ଟା ଅଣ୍ଡାକୁ ଆଣୁଛି କେତେ ଟଙ୍କାରେ ନା 24 ଟଙ୍କା କେତେ ଟଙ୍କାରେ ନା 24 ଟଙ୍କାରେ ତ 24 ଟଙ୍କାରେ 8ଟା ଅଣ୍ଡା ତାହେଲେ ଗୋଟେ ଅଣ୍ଡା ଦାମ କେତେ ଟଙ୍କା ନା 3 ଟଙ୍କା ସେ ଡଜନ ଗୋଟେ ଡଜନ କେତେ ଟଙ୍କା ଅଣ୍ଡା 12ଟା 12 କେତେ ନା 36 ଡଜନର ମୂଲ୍ୟ ମୁଁ କେତେ କହିପାରିବି ଠିକ ଅଛି ବୁଝିଗଲେ ସମସ୍ତଙ୍କୁ ଭାଇ ମାନେ କ୍ଲିୟର ସମସ୍ତ ଭାଇ ମାନେ ବୁଝିପାରିଲେ ସମସ୍ତେ ତ କହିପାରିବେ ଆପଣ ମାନେ ଯୋଉ ଡଜନର ଗୋଟେ ଡଜନର ଅଣ୍ଡା କେତେ ହବ 36 ବୁଝିପାରିଲେ ସମସ୍ତେ କ୍ଲିୟର କ୍ଲିୟର ତ ସମସ୍ତେ ଏଟା ବୁଝିପାରିଲେ ତ ସମସ୍ତେ ବୁଝିପାରିଲେ ତ ବହୁତ ବଢିଆ ଯଦି ଆପଣଙ୍କର କିଛି ଡାଉଟ ରହୁଛି ତାହେଲେ ଆପଣ ଯୋଉ ଡେସ୍କ୍ରିପସନ ଦିଆଯାଇଛି ଟେଲିଗ୍ରାମ ଗ୍ରୁପ ସେଥିରେ ଜଏନ୍ ହେଇକି ଆପଣମାନେ ଆପଣ ଡିସ୍କସନରେ ଯାଇକି ଡାଉଟ ପଚାରିବେ ଠିକ ଅଛି ତ ଜୟ ଜଗନ୍ନାଥ ସମସ୍ତଙ୍କୁ ଆଜି ପାଇଁ କ୍ଲାସ ଏତିକି ଥାଉ ଦେଖା ହବ ପୁଣି କାଲି କ୍ଲାସରେ ସେଥିପାଇଁ ଜୟ ଜଗନ୍ନାଥ। ଆଉ ଆପଣଙ୍କ କ୍ଲାସ ଯଦି କିଛି ଇମ୍ପ୍ରୁଭ କରିବାର ଅଛି ଭାଇମାନେ ଦେଖନ୍ତୁ ଆମେ ନୂଆ ଏଇ ପ୍ଲାଟଫର୍ମରେ ତ ଯଦି ଆପଣମାନଙ୍କୁ କିଛି ଲାଗୁଛି କି ଏଥିରେ କିଛି ଇମ୍ପ୍ରୁଭ କରିବାର ଅଛି କ୍ଲାସରେ ପଢେଇବାରେ କିଛି ଇମ୍ପ୍ରୁଭ କରିବାର ଅଛି ପ୍ଲିଜ କମେଣ୍ଟ କରିବେ ଆଉ ଯଦି ଆପଣମାନେ ଆମକୁ କିଛି ସପୋର୍ଟ କରିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ଲିଜ ଆପଣଙ୍କ ଫ୍ରେଣ୍ଡ ସର୍କଲରେ ଆମ କ୍ଲାସକୁ ସେୟାର କରନ୍ତୁ ଆମେ ସବୁ ଆର୍ଥମେଟିକର ଆଡଭାନ୍ସ ମ୍ୟାଥମେଟିକ୍ସ ପୁରା କନସେପ୍ଟ କ୍ଲିୟର କରିବାକୁ ଟ୍ରାଏ କରିବୁ ଠିକ ଅଛି ଜୟ ଜଗନ୍ନାଥ ସମସ୍ତଙ୍କୁ ସୁପ୍ରଭାତ।